ମୋ ମତରେ ଭଗବାନ ଯେତେବେଳେ ମଣିଷଙ୍କୁ ଜନ୍ମ ଦେଇଥାନ୍ତି ସେତେବେଳେ ସେ ଗୋଟିଏ ପୋଷାକ ପିନ୍ଧି ମଣିଷଙ୍କୁ ଜନ୍ମ ଦେଇଥାନ୍ତି। ସେ ପୋଷାକଟି ହେଉଛି ଆମ ଦେହର ଚମଡ଼ା ବା ଆମ ଦେହର ଇଜ୍ଜତ। ଆଉ ସେ ଇଜ୍ଜତକୁ ଢାଙ୍କିବା ପାଇଁ ମଣିଷ ତାର ଆବଶ୍ୟକ ଅନୁସାରେ ପୋଷାକ ତିଆରି କରିଥାଏ। କାହିଁକି ନା ଭଗବାନଙ୍କର ସୃଷ୍ଟି ବେଶ ନିଆରା ଆଉ ବେଶ ସୁନ୍ଦର। କାଳେ ସେ ସୁନ୍ଦର ଜିନିଷ ଉପରେ କାହାର ନଜର ପଡ଼ିଯିବ, ସେଥିପାଇଁ ତାକୁ ଲୁଚେଇବାକୁ ମଧ୍ୟ ଗୋଟେ ନିଆରା ପ୍ରକାର ମଣିଷ ଚେଷ୍ଟା କରିଥାଏ। କିନ୍ତୁ ଆଜିର ଦୁନିଆରେ ଭଗବାନଙ୍କର ସେ ସୌନ୍ଦର୍ଯ୍ୟକୁ ଦେଖିବା ଓ ଦେଖେଇବା ପାଇଁ କିଛି ଲୋକଙ୍କ ମଧ୍ୟରେ ଏତେ ବ୍ୟଗ୍ରତା ବଢ଼ି ଯାଇଛି ଯେ ଭଗବାନଙ୍କର ବାସ୍ତବ ସୃଷ୍ଟିକୁ ଭଲ ପାଇବା ବଦଳରେ ସେମାନେ ଗୋଟେ ନେଗେଟିଭ ଆକର୍ଷିତ ହେଉଛନ୍ତି ଏବଂ ତାରି ଦ୍ୱାରା ଅନେକ କିଛି କୁକର୍ମ ବା ପାପର ମଧ୍ୟ ଭାଗିଦାର ହେଉଛନ୍ତି ଏବଂ ଖରାପ କାମ ଆଡ଼କୁ ମନ ବଳାଇ ଦେଉଛନ୍ତି। ସେଥିପାଇଁ ଭଗବାନଙ୍କର ସୃଷ୍ଟିକୁ ସବୁବେଳେ ନିଜ ଚକ୍ଷୁରେ ସୁନ୍ଦର ଦୃଷ୍ଟିରେ ଦେଖିବାର ଆବଶ୍ୟକତା ଅଛି। ଆଜ୍ଞା, ଏଇ ତ ଜୀବନର କଥା।